ବରା ତ ଖାଇବାକୁ ସମସ୍ତେ ଭଲ ପାଆନ୍ତି। ତାହା ଯଦି ମୁସୁମୁସିଆ ଢେଙ୍କାନାଳ ବରା ପରି ହେଇଥିବ ତ ଖାଇବାରେ ମଜା ଆସିଯିବ। ଆଉ ଯଦି ଏମିତି ବନେଇକି ଥରେ ଖାଇଦେଲେ ସବୁବେଳେ ଏମିତି ବନେଇବେ ଗୋଟିଏ ଖାଉଥିବା ଲୋକ 6ଟା ଖାଇବ। ତ ଚାଲନ୍ତୁ ଦେଖିବା ଫ୍ରେଣ୍ଡ କେମିତି ବନେଇବା ପରଫେକ୍ଟ ବରା। ତ ତା ଲାଗି ଫ୍ରେଣ୍ଡ ଏଇଠି ମୁଁ ନେଇଯାଇଛି ବିରି। ଏଇଟା ଫ୍ରେଣ୍ଡ ଚୋପା ଲଗା ବିରି। ଆପଣ ଚାହିଁଲେ ଫ୍ରେଣ୍ଡ ଚୋପା ଛଡା ବିରି ମଧ୍ୟ ମାର୍କେଟରେ ଇଜିଲି ମିଳୁଛି, ଆପଣ ତାକୁ ମଧ୍ୟ ଆଣିପାରିବେ। ତ ୟାକୁ ଫ୍ରେଣ୍ଡ ଚୋପା ଲଗା ବିରି, ତ ୟାକୁ ଆମେ ଚୋପା ଛଡେଇବା ପାଇଁ ୟାକୁ ଆମେ କମ ସେ କମ ଫ୍ରେଣ୍ଡ 4 ରୁ 5 ଘଣ୍ଟା ଏଇଠି ବତୁରେଇବା। ପାଣି ଫ୍ରେଣ୍ଡ ଆମେ ଡବଲ କ୍ୱାଣ୍ଟିଟିର ଦବା। ଏଇଠି ଫ୍ରେଣ୍ଡ ମୁଁ 2 ତାଟିଆ ହବ ନେଇଯାଇଛି ଏଇଠି ବିରି। ତ ତା ବଦଳରେ ଫ୍ରେଣ୍ଡ ଏଇଠି ମୁଁ ଦବାକୁ ପଡିବ 6 ତାଟିଆ ହବ ପାଣି। କାହିଁକି ନା ଫ୍ରେଣ୍ଡ ବିରିଟା ବହୁତ ରେଟ୍ ଜଲ୍ଦି ଜଲ୍ଦି ଫୁଲିଥାଏ, ଆଉ ତା ସହିତ ଫ୍ରେଣ୍ଡ ବହୁତ ପାଣି ୟାକୁ ଦରକାର ହେଇଥାଏ। ତେଣୁକରି ଫ୍ରେଣ୍ଡ ବହୁତ ସାରା ଆପଣଙ୍କୁ ପାଣି ଦବାକୁ ପଡିଥାଏ। ତ ୟାକୁ ଫ୍ରେଣ୍ଡ ଆମେ ସାଇଡରେ ରଖିଦବା 4 ରୁ 5 ଘଣ୍ଟା। ବହୁତ ବଢିଆ ଭାବରେ ଫୁଲିଯିବ, ସଫ୍ଟ ହବ, ବିରିରୁ ମଧ୍ୟ ଚୋପା ଛାଡିବା ସହଜ ହେଇଯିବ। ଆଉ ଅଲଗା ଗୋଟେ ଜାଗାରେ ନେଇଯାଇଛି ଫ୍ରେଣ୍ଡ ମୁଁ 2 ତାଟିଆ ହବ ଚାଉଳ। ତ ଏଇଠି ଫ୍ରେଣ୍ଡ ଆପଣଙ୍କୁ ସଫ୍ଟ ବରା ବନେଇବା ପାଇଁ କରିବାର କଣ ଅଛି, ଯଦି ଆପଣ 1 ଗ୍ଲାସ ଚାଉଳ ନଉଛନ୍ତି ତ 1 ଗ୍ଲାସ ବିରି ନିଅନ୍ତୁ। ପୁରା ପରଫେକ୍ଟ ମୁସୁମୁସିଆ ବରା ବନେଇବ। ଯଦି 2 ତାଟିଆ ହବ ନଉଛନ୍ତି ଆପଣ ଏଇଠି ମୋ ପରିକା ଭାବରେ ବିରି, ତ 2 ତାଟିଆ ହବ ଫ୍ରେଣ୍ଡ ଚାଉଳ ନିଅନ୍ତୁ। ଯେତିକି ଚାଉଳ ପରିମାଣ ରଖିବେ ସେତିକି ବିରିର ମଧ୍ୟ ପରିମାଣ ରଖିବେ। এই ଚାଉଳକୁ ମଧ୍ୟ ଫ୍ରେଣ୍ଡ ଆମେ ବତୁରେଇକି ଛାଡିଦବା, ତାକି ଟିକେ ସଫ୍ଟ ହେଇଯିବ, ବାଟିବାରେ ଆମକୁ ବହୁତ ବଢିଆ ଭାବରେ ସହଜ ହବ। ତ ତାକୁ ଫ୍ରେଣ୍ଡ ମୁଁ ବତୁରେଇକି ଛାଡି ଦେଇଛି, ଆଉ ତାକୁ ଆମେ ଖାଲି ଧୋଇଦବା। ଆଉ ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ ବିରିଟା ପୁରା ବହୁତ ବଢିଆ ଭାବରେ ଫୁଲିକି କ୍ୱାଣ୍ଟିଟି ଡବଲ ହେଇଯାଇଛି। ପାଣି ବି ମଧ୍ୟ ସବୁ ସୋକ୍ କରିଦେଇଛି। ଆମେ ତା ଚୋପା ବି ମଧ୍ୟ ଫ୍ରେଣ୍ଡ ଛଡେଇ ଦେଇଛେ। ଏଇଠି ଫ୍ରେଣ୍ଡ ଆମେ ଚୋପା ଛଡେଇବା ବିରିକୁ ଡାଇରେକ୍ଟ ପକେଇଦବା ଆମ ମିକ୍ସି ଗ୍ରାଇଣ୍ଡରରେ। ଏଇଠି ଧ୍ୟାନ ଦେବେ ଫ୍ରେଣ୍ଡ ପାଣି ବେଶୀ ଦେବେ ନାହିଁ, ଯେହେତୁ ଆମେ ବରା ବନଉଛେ ତ ଅଳ୍ପ ଅଳ୍ପ କରିକି ଦେବେ। ଆଉ ଅଳ୍ପ ଅଳ୍ପ ଟାଇମ ବୁଲେଇ ବୁଲେଇ ତାକୁ ଘାଣ୍ଟି ଘାଣ୍ଟି ମଝିରୁ ଦେବେ। ତ ଏଇଠି ଫ୍ରେଣ୍ଡ ମୁଁ ୟାକୁ ଟିକେ ଗ୍ରାଇଣ୍ଡିଙ୍ଗ କରିଦଉଛି। ଅଳ୍ପ ଠୋପେ ପାଣି ଦେବେ, ଯଦି ଆପଣଙ୍କର ଗ୍ରାଇଣ୍ଡର ଟିକେ ବୁଲୁନି ତ ଆଉ ଠୋପେ ପାଣି ଦେବେ ଫ୍ରେଣ୍ଡ, ବେଶୀ ପାଣି ଦେବେନି। ଚାମଚରୁ 2 ଚାମଚ ପାଣି ଦେଇକି ଏହିପରି ଭାବରେ ଆପଣଙ୍କୁ ଗ୍ରାଇଣ୍ଡିଙ୍ଗ କରିଦବାର ଅଛି। ତ ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ମୁଁ ବହୁତ ବଢିଆ ଭାବେ ଗ୍ରାଇଣ୍ଡିଙ୍ଗ କରିଦେଇଛି। ମଝିରେ ମଝିରେ ଫ୍ରେଣ୍ଡ ଆପଣ ଚଲେଇବାକୁ ବି ଭୁଲିବେ ନାହିଁ। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ ବହୁତ ବଢିଆ ସେ ମୁଁ ବାହାର କରି ନେଇଛି। ଆଉ ଏଇଠି ମୁଁ ଆପଣଙ୍କୁ ଟିକେ ଦେଖେଇ ଦବାକୁ ଚାହୁଁଛି କେତେ ଚିକଣ ହେଇଛି। ଫ୍ରେଣ୍ଡ ଯଦି ଆପଣଙ୍କର ବରାର ବ୍ୟାଟରଟା ଟିକେ ଖଦ ଖଦଡିଆ ହେଇଛି ତ ଆହୁରି ଭଲ, କାହିଁକି ନା ଫ୍ରେଣ୍ଡ ବରାର ବ୍ୟାଟରଟା ଟିକେ ଖଦ ଖଦଡିଆ ହେଲେ ଖାଇବାକୁ ମଧ୍ୟ ଫ୍ରେଣ୍ଡ ଟେଷ୍ଟ ବହୁତ ଭଲ ଲାଗେ। ତେଣୁକରି ଫ୍ରେଣ୍ଡ ୟାକୁ ଆମେ ଏହିପରି ଭାବରେ ଛାଡିଦବା। ସବୁତକ ବିରିକୁ ଆମେ ଏହିପରି ଭାବରେ ଫ୍ରେଣ୍ଡ ଗ୍ରାଇଣ୍ଡିଙ୍ଗ କରିନବା। ଏଠି କରିଦେବେ ଫ୍ରେଣ୍ଡ ବହୁତ ବଢିଆ ସେ ମୁଁ ତାକୁ ଗ୍ରାଇଣ୍ଡିଙ୍ଗ କରିଦେଇଛି। ଆଉ ଟିକେ ଆମେ ଫେଣିଦବା। ଫ୍ରେଣ୍ଡ ଆପଣ ଯେତେ ଫେଣିବେ ଆପଣଙ୍କ ବିରିଟା ସେତେ ସଫ୍ଟ ହବ। ଯଦି ଆପଣଙ୍କ ପାଖରେ ଟାଇମ ନାହିଁ ଫେଣିବା ପାଇଁ ତ ଆପଣ ଏଇଠି ଫ୍ରେଣ୍ଡ ଡାଇରେକ୍ଟ ତାକୁ ସୋଢା ଦେଇକି 1/2 ଚାମଚ ସୋଢା ଦେଇ ଦିଅନ୍ତୁ। ସୋଢା ଦେଇକି ଗୋଳେଇକି ଆକୁ କଭର କରିକି ରଖିଦେବେ। ତ ତାକୁ ଫ୍ରେଣ୍ଡ ମୁଁ କଭର କରିକି ରଖିଦଉଛି କିଛି ଟାଇମ ପାଇଁ। ଆଉ ଏଇଠି ଫ୍ରେଣ୍ଡ ମୁଁ ନେଇଯାଇଛି ଚାଉଳ, ଯୋଉଟାକି ଆମେ ବତୁରେଇଥିଲେ ତାକୁ ମୁଁ ବହୁତ ଭାବରେ ଧୋଇ ଦେଇଛି। ଯଦି ଆପଣଙ୍କ ଚାଉଳରେ ଗୋଡି ରହୁଛି ତ ଆପଣ ତାକୁ ଗଡେଇ ଦିଅନ୍ତୁ। ଏଠି ମଧ୍ୟ ଚାଉଳ ମୁଁ ଅଳ୍ପ ଏଇଠି ପାଣି ଦଉଛି। ଚାଉଳଟା ଯେହେତୁ ଟିକେ ଟାଣ ହେଇଥାଏ ତ ଟିକେ ଜଷ୍ଟ ହାଲକା ଆପଣଙ୍କୁ ପାଣି ଦେବାକୁ ପଡିଥାଏ। ତ ଏଇଠି ଫ୍ରେଣ୍ଡ ଚାଉଳରେ ମୁଁ ପାଣି ଦେଇଛି, ଦେଇକି ଅଳ୍ପ ଅଳ୍ପ କରିକି ଆକୁ ମଧ୍ୟ ମୁଁ ଏହିପରି ଭାବରେ ଗ୍ରାଇଣ୍ଡିଙ୍ଗ କରିଦେଇଛି। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ ବହୁତ ବଢିଆ ସେ ଆମର ଚାଉଳଟା ଆମର ବହୁତ ବଢିଆ ସେ ଗ୍ରାଇଣ୍ଡିଙ୍ଗ ହେଇଯାଇଛି। ଆଉ ବହୁତ ବଢିଆ ଫ୍ରେଣ୍ଡ ଇଏ ସୁନ୍ଦର ବି ଦେଖାଯାଉଛି। ତ ଏଇଠି ଫ୍ରେଣ୍ଡ ୟାକୁ ଆପଣଙ୍କୁ ଏତିକି ବହଳିଆରେ ରଖିବାକୁ ପଡିବ। ଆପଣ ଯଦି ଚାହୁଁଛନ୍ତି ଫ୍ରେଣ୍ଡ ଚାଉଳ ବଦଳରେ ଆପଣ ଏଇ ଚାଉଳ ଗୁଣ୍ଡ ବି ମଧ୍ୟ ୟୁଜ କରିପାରିବେ, ନହେଲେ ଫ୍ରେଣ୍ଡ ଚାଉଳ ବଦଳରେ ଆପଣ ସୁଜି ବି ମଧ୍ୟ ଏଠି ୟୁଜ କରିପାରିବେ। ତାକୁ ଫ୍ରେଣ୍ଡ ଆପଣ ଦେଇ ଦିଅନ୍ତୁ ବିରି ସହିତ। ସବୁତକ ଏଇଠି ଚାଉଳକୁ ଆପଣ ବିରି ସହିତ ଦେଇଦବାର ଅଛି। ଦେଇକି ଫ୍ରେଣ୍ଡ ବହୁତ ବଢିଆ ସେ ହାତରେ କିମ୍ବା ଏହିପରି ଭାବରେ ଯେକୌଣସି ଚାମଚରେ ଆପଣ ୟାକୁ ବହୁତ ଭଲସେ ଏହିପରି ଭାବରେ ମିକ୍ସ କରିପାରିବେ। ବହୁତ ଭଲସେ ଫ୍ରେଣ୍ଡ ଆପଣଙ୍କୁ ଏଇଠି ମିକ୍ସ କରିଦେବାର ଅଛି, ତାକି ଦୁଇଟା ଯାକ ଜିନିଷ ଏକା ସହିତ ମିଶି ଯାଉ। ଏଇଠି ଫ୍ରେଣ୍ଡ ଆପଣ ଦେଖିପାରୁଥିବେ ବହୁତ ଭଲସେ ମୁଁ ହାତରେ ମିକ୍ସ କରିଦେଇଛି। ୟାକୁ ଟିକେ ଟାଇମ କଭର କରି ଛାଡିଦେବି, ତାକି ଚାଉଳ ଆଉ ବିରିଟା ବହୁତ ବଢିଆ ଭାବରେ ମିଶିବ, ଆଉ ଟିକେ ଭଲସେ ମଧ୍ୟ ଇଏ ଫୁଲିଯିବ। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ ସାଇଜ ଆମର ପୁରା ଫୁଲିକି ଏଇଠି ଡବଲ ହେଇଯାଇଛି। ଆମେ ଯେତିକି ଫେଣ୍ଟିକି ରଖିଥିଲେ ତାଠୁ ଟିକେ 2 ଗୁଣା ହେଇଯାଇଛି, ବିରି ଫୁଲି ଯାଇଛି। ଏଇଟା ମୁଁ ଆପଣଙ୍କୁ ଦେଖଉଛି ତାର 2 ଘଣ୍ଟା ପରେ। ତାକୁ ଫ୍ରେଣ୍ଡ ଆପଣଙ୍କୁ ଯେତିକି ଦରକାର ଆପଣ ସେତିକି ନେଇଯାଆନ୍ତୁ ଗୋଟେ ଅଲଗା ଜାଗାରେ। ଏଇଠି ଫ୍ରେଣ୍ଡ ଧ୍ୟାନ ଦେଇକି ଶୁଣନ୍ତୁ, ଯେତିକି ପରିମାଣରେ ଆପଣ ବନଉଛନ୍ତି ଆପଣ ସେତିକି ପରିମାଣରେ ବାହାର କରିକି ଡାଇରେକ୍ଟ ଏଇଠି କରନ୍ତୁ। ସବୁଥିରେ ଆପଣ ଏଇଠି ଲୁଣ ପକେଇକି ରଖିବା ଦରକାର ନାହିଁ। ଲୁଣ ପକେଇଲେ ଫ୍ରେଣ୍ଡ ପାଣି ହେଇଯାଇଥାଏ ଆଉ ଆମ୍ବିଳା ମଧ୍ୟ ଲାଗିଥାଏ। ଏଇଠି ଫ୍ରେଣ୍ଡ ମୁଁ ନେଇଯାଇଛି ଜିରା, ତାକି ସ୍ୱାଦ ବଢିଆ ଆସିବା ପାଇଁ। ଲୁଣ ନେଇଯାଇଛି ସ୍ୱାଦ ଅନୁସାରେ। କୁଟିକି ନେଇଯାଇଛି ମୁଁ ଏଇଠି ଅଦା।
ଆଉ ଏଇଠି ମୁଁ ନେଇଯାଇଛି ଫ୍ରେଣ୍ଡ ପିଆଜ ଲମ୍ବା ଲମ୍ବା କରି କାଟିକି, ଆଉ ଲଙ୍କାର ପରିମାଣ ଏଇଠି ଫ୍ରେଣ୍ଡ ମୁଁ 3 ରୁ 4ଟା ରଖିଛି। ଏହିପରି ଭାବରେ ଛୋଟ ଛୋଟ କରିକି କାଟି ଦେଇଛି। ଆଉ ଏଇଠି ଫ୍ରେଣ୍ଡ ମୁଁ ନେଇଯାଇଛି ଧନିଆ ପତ୍ର। ଏଇଠି ଫ୍ରେଣ୍ଡ ଧନିଆ ପତ୍ରର କ୍ୱାଣ୍ଟିଟି ମଧ୍ୟ ଏଇଠି ଆପଣ ଦେଖିପାରୁଥିବେ, ଆପଣଙ୍କ ହିସାବରେ ଆପଣ ବଢେଇ ପାରିବେ କମେଇ ପାରିବେ। ଆଉ ତା ସହିତ ଫ୍ରେଣ୍ଡ ମୁଁ ନେଇଯାଇଛି ଏଇଠି ଭୃସଙ୍ଗ ପତ୍ର ଆଉ ପିଆଜ ସଣ୍ଡା, ଯୋଉଟା କି ଫ୍ରେଣ୍ଡ ଇଜିଲି ଏବେ ପିଆଜ ସଣ୍ଡାରେ ମିଳୁଛି। ଯଦି ଆପଣଙ୍କ ପାଖରେ ଅଛି ତ ନିହାତି ଭାବରେ ନିଅନ୍ତୁ, ଯଦି ନାହିଁ ତ ଆପଣ ମଧ୍ୟ ସ୍କିପ୍ କରିପାରିବେ। ଏବେ ଫ୍ରେଣ୍ଡ ସବୁତକ ଜିନିଷକୁ ଆମେ ଗୋଳେଇ ଦବା। ଫ୍ରେଣ୍ଡ ଏଇ ଯୋଉ ଜିନିଷ ତକ ମୁଁ ଆପଣଙ୍କୁ ପକେଇକି ଦେଖେଇଲି, ଯଦି ଏଇଥିରୁ ଆପଣଙ୍କର କୌଣସି ଜିନିଷ ନାହିଁ ତ ଆପଣ ସ୍କିପ୍ କରିପାରିବେ, କିମ୍ବା ଯଦି ଆପଣ ପିଆଜ ଖାଇବା ପାଇଁ ପସନ୍ଦ କରୁନାହାନ୍ତି ତ ପିଆଜ ଆଉ ପିଆଜ ସଣ୍ଡା ଦୁଇଟା ଯାକ ମଧ୍ୟ ଫ୍ରେଣ୍ଡ ଏଇଠି ଆପଣ ସ୍କିପ୍ କରିଦେଇ ପାରିବେ। ଏଠି ପାରୁଥିଲେ ଫ୍ରେଣ୍ଡ ବହୁତ ବଢିଆ ସେ ଆକୁ ଆମେ ଟିକେ ମିକ୍ସ କରିଦବା। ଆଉ ଗୋଟେ ଜିନିଷ ଫ୍ରେଣ୍ଡ ଟିପ୍ସ ଦେବା ପାଇଁ ଚାହୁଁଛି, ଯଦି ଆପଣଙ୍କର ବ୍ୟାଟରଟା ଗ୍ରାଇଣ୍ଡିଙ୍ଗ କରୁ ଯଦି ବି ପାଣି ହେଇଯାଉଛି ତ ଆପଣ ଏଇଠି କଣ କରିବେ, ତ ଟିକେ ଫ୍ରେଣ୍ଡ ଆପଣ ୟା ଉପରେ ସୁଜି ମିଶେଇ ଦିଅନ୍ତୁ, ନହେଲେ ଆପଣ ଚାଉଳର ଗୁଣ୍ଡ ମିଶେଇ ଦିଅନ୍ତୁ। ବହୁତ ବଢିଆ ଭାବରେ ସୁଜି ପାଣିକୁ ସୋକ୍ କରିଦବ, କିମ୍ବା ଚାଉଳର ଗୁଣ୍ଡ ଏଇଠି ପାଣିକୁ ସୋକ୍ କରିଦବ। ବହୁତ ବଢିଆ ସେ ଫ୍ରେଣ୍ଡ ଆପଣଙ୍କର ଏଇ ବରାଟା ରେଡି ହେଇଯିବ। ଫ୍ରେଣ୍ଡ ଆପଣ ଜାଣିଛନ୍ତି, ଆପଣ ଆସିଛନ୍ତି ସିକ୍ରେଟ ଫୁଡି ଚ୍ୟାନେଲକୁ। ସିକ୍ରେଟ ଫୁଡି ଚ୍ୟାନେଲରେ ସିକ୍ରେଟ ଟିପ୍ସ ଟ୍ରିକ୍ ୱିଥ୍ ଅନଲିମିଟେଡ ବୋନସ ପଏଣ୍ଟ ମିଳିଥାଏ। ତେଣୁ କରି ଫ୍ରେଣ୍ଡ ଯଦି ଏପର୍ଯ୍ୟନ୍ତ ସିକ୍ରେଟ ଫୁଡି ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ଜଲ୍ଦି ଯାଇକି ସବସ୍କ୍ରାଇବ କରି ବେଲ ନୋଟିଫିକେସନ ଅନ୍ କରିଦିଅନ୍ତୁ, ଏହିପରି ଭାବରେ ନୂତନ ନୂତନ ଭିଡିଓ ୱିଥ୍ ଟ୍ରିପ୍ସ ଟ୍ରିକ୍ ୱିଥ୍ ଅନଲିମିଟେଡ ବୋନସ ପଏଣ୍ଟ ଦେଖିବା ପାଇଁ। କଥାରେ କଥାରେ ଦେଖୁଥିବେ ଫ୍ରେଣ୍ଡ, ଆମେ ଏଇଠି ତେଲ ଗରମ କରିଦେଇଛୁ। ବହୁତ ବଢିଆ ଭାବରେ ତେଲ ଆମର ଏଇଠି ଗରମ ହେଇଯାଇଛି। ଏଇଠି ଫ୍ରେଣ୍ଡ ମୁଁ ନେଇଯାଇଛି ପାଣି। ପାଣିରୁ ବହୁତ ବଢିଆ ଭାବରେ ତାଟିଆ କିମ୍ବା ଚକିଆ କିମ୍ବା ଆପଣ ଯେକୌଣସି ଜାଗା ନେଇକି ଏହିପରି ଭାବରେ ଆପଣଙ୍କ ବ୍ୟାଟରଟି ଅଳ୍ପ ଟିକେ ନେଇକି ଦେଇ ଦିଅନ୍ତୁ, ଆଉ ଟିକେ ଏହିପରି ଭାବରେ କରିଦିଅନ୍ତୁ। ଯଦି ଆପଣ ଫ୍ରେଣ୍ଡ କଣା ବାଲା ବରା ଚାହୁଁଛନ୍ତି ତ ଆପଣ ମଝିରେ ଟିକେ ହୋଲ କରିବି ମଧ୍ୟ ପାରିବେ, କିନ୍ତୁ ଫ୍ରେଣ୍ଡ ମୁଁ ଏମିତି ଡାଇରେକ୍ଟ ବନଉଛି, ତାକି ଏଇ ବରା ବି ମଧ୍ୟ ଫ୍ରେଣ୍ଡ ବହୁତ ହି ଟେଷ୍ଟ ଲାଗିଥାଏ। ତ ଡାଇରେକ୍ଟ ଆପଣ ନିଅନ୍ତୁ ଚକିଆରେ, ଯେତେ ଥର ଆପଣ ପକଉଛନ୍ତି ବରା ସେତେ ଥର ଆପଣ ଚକିଆଟାକୁ ଟିକେ ଓଦା କରନ୍ତୁ, ହାତକୁ ଓଦା କରନ୍ତୁ, ନହେଲେ ଫ୍ରେଣ୍ଡ ବରା ଲାଗିଯିବାର ସମ୍ଭାବନା ଥାଏ। ଧ୍ୟାନ ଦେବେ ଫ୍ରେଣ୍ଡ, ଯେତେବେଳେ ଆପଣ ପକଉଛନ୍ତି ସେଇ ଟାଇମରେ ଆପଣଙ୍କୁ ଫ୍ଲେମ ରଖିବାର ଅଛି ମିଡିୟମ ଟୁ ହାଇ, ଏକଦମ ଲୋ ଫ୍ଲେମ କରିବେନି। ଲୋ ଫ୍ଲେମ କରିଲେ ଫ୍ରେଣ୍ଡ ଆପଣଙ୍କର ବରା ତେଲ ପିଇଯିବ, ଖାଇବାକୁ ଭଲ ଲାଗିବନି, ତେଲିଆ ତେଲିଆ ଲାଗିବ। ତେଣୁକରି ଫ୍ରେଣ୍ଡ ମିଡିୟମ ଟୁ ହାଇ ଫ୍ଲେମ କରିକି ଏଇ ପ୍ରୋସେସିଂ ଟା କରନ୍ତୁ। ତାଟିଆରେ ଆପଣଙ୍କ ତାଟିଆ କିମ୍ବା ଚକିଆରେ ପାଣି ଦିଅନ୍ତୁ, ପୁରା କ୍ଲିନ କରିଦିଅନ୍ତୁ ଥରେ ଏମିତି। ଡାଇରେକ୍ଟ ଅଳ୍ପ ଟିକେ ନେଇକି ବ୍ୟାଟର ଦିଅନ୍ତୁ, ଟିକେ ଚାପି ଚାପି ଦିଅନ୍ତୁ, ଆଉ ଟିକେ ଏହିପରି ଭାବରେ ପକେଇ ଦିଅନ୍ତୁ, ଯେମିତି ଆପଣଙ୍କ ସ୍କିନରେ ଦେଖାଯାଉଛି ଠିକ ସେଇପରି ଭାବରେ ଆପଣଙ୍କୁ ଏଠି ବନେଇଦବାର ଅଛି। ବହୁତ ହି ସହଜ, ବହୁତ ଇଜିଲି ଫ୍ରେଣ୍ଡ ଆପଣ ଏହାକୁ ବନେଇ ପାରିବେ। ବହୁତ ହି କମ ଟାଇମ ରେ ଖାଇବାରେ ଯେମିତି ଟେଷ୍ଟ ଲାଗିବ, ବନେଇବାରେ ମଧ୍ୟ ସେତେ ସହଜ। ଆଉ ୟାକୁ ଫ୍ରେଣ୍ଡ ଆପଣ ଏହିପରି ଭାବରେ ବନେଇକି ଏନ୍ଜୟ କରିପାରିବେ। ଯଦି ଫ୍ରେଣ୍ଡ ଆପଣ ଚାହୁଁଛନ୍ତି ତ ନିହାତି ଭାବରେ ଫ୍ରେଣ୍ଡ ଆପଣ ମୋ ରେସିପି ଏଇଠି ପଡିଛି, ଆପଣ ଏଇ ବରାରୁ ମଧ୍ୟ ଦହିବରା ବି ବନେଇ ପାରିବେ। କେମିତି ବହୁତ ସାରା ରେସିପି ପଡିଛି, ଆପଣ ଯାଆନ୍ତୁ ମୋ ଚ୍ୟାନେଲ ଭିଜିଟ କରନ୍ତୁ, ସର୍ଚ୍ଚ କରିକି ନିହାତି ଭାବରେ ଦେଖିପାରିବେ। ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ବରାଟା ବହୁତ ବଢିଆ ଭାବରେ ଗୋଟେ ପଟ ସିଝିଗଲାଣି, ତାର ଆର ପଟଟା ଫ୍ରେଣ୍ଡ ଆମେ ଟିକେ ଏଇଠି ଫ୍ରାଏ କରିଦବା। ତ ତା ଆର ପଟଟାକୁ ମଧ୍ୟ ଆମେ ଏଇଠି ଏପରି ଭାବରେ ବୁଲେଇଦବା। ତ ଫ୍ରେଣ୍ଡ ମୁଁ ଏଇଠି ଆପଣଙ୍କୁ କହି ରଖିବା ପାଇଁ ଚାହୁଁଛି, ଯଦି ଆପଣ ବରା ପାଇଁ ବ୍ୟାଟର ଗୋଳେଇଛନ୍ତି ନା, ତ ଯେତିକି ଆପଣ ଖାଇବେ ଏଇ ଟାଇମରେ ଆପଣ ବନେଇଦେବେ। ଯଦି ବି ଆପଣ ସବୁତକ ପାଇଁ ବନେଇବା ପାଇଁ ଚାହୁଁଛନ୍ତି ତ ଆପଣ ପିଆଜ, କଞ୍ଚା ଲଙ୍କା, ଧନିଆ ପତ୍ର ଯାହା ବି ଆପଣ ଆଡ କରିବା ପାଇଁ ଚାହୁଁଛନ୍ତି ଆଡ କରିଦିଅନ୍ତୁ। କିନ୍ତୁ ଫ୍ରେଣ୍ଡ ଲୁଣଟା ଆପଣ ପଛରେ ଆଡ କରିବେ, ଯେତେବେଳେ ଆପଣ ତେଲରେ ଫ୍ରାଏ କରିବେ ନା, ଠିକ ସେଇପରି ଭାବରେ ଆପଣ ବାହାର କରିବେ, ଲୁଣଟା ଗୋଳେଇବେ, ତାପରେ ଯାଇକି ତେଲରେ ପକେଇବେ। ନହେଲେ ଫ୍ରେଣ୍ଡ ଯଦି ଆପଣ ଆଗରୁ ରଖି ଦଉଛନ୍ତି, 2 ରୁ 3 ଦିନ ପର୍ଯ୍ୟନ୍ତ ରହିଯାଉଛି ଫ୍ରିଜରେ ବ୍ୟାଟରଟା, ଆଉ ଆଗରୁ ଆପଣ ଲୁଣ ପକେଇ ଦଉଛନ୍ତି, ତ ତାହେଲେ ଫ୍ରେଣ୍ଡ ଏଇଟା ଆପଣଙ୍କର ବ୍ୟାଟରଟା ତ ପାଣି ହେଇଯିବ, ତା ସହିତ ଫ୍ରେଣ୍ଡ ବହୁତ ଜଲ୍ଦି ଆପଣଙ୍କର ସୋଦୁଅଟା ନା ଟିକେ ଖଟା ଖଟା ଲାଗିବ। ତେଣୁକରି ଫ୍ରେଣ୍ଡ ଡାଇରେକ୍ଟ ଆପଣ ଏଇ ଟାଇମରେ ପକେଇବେ। ଏଇଠି ଦେଖିପାରୁଥିଲେ ଫ୍ରେଣ୍ଡ ବହୁତ ବଢିଆ ସେ ମୁଁ ଏଇଠି ବରା ଟିକେ ଛାଣି ନେଇଛି, ଆଉ ବହୁତ ହି ସହଜରେ ଇଏ ଆମର ପୁରା ବରା ରେଡି ହେଇଯାଇଛି। ୟାକୁ ଫ୍ରେଣ୍ଡ ଆପଣ ତରକାରୀରେ ବନେଇ ଖାଇପାରିବେ, ଆଳୁ ମଟର, ଯୋଉଟା କି ମୋ ରେସିପିରେ ଆଗରୁ ଅପଲୋଡ ଅଛି, କିମ୍ବା ଯଦି ନନଭେଜ ଖାଉଛନ୍ତି ତ ମଟନ ଚିକେନରେ ବି ମଧ୍ୟ ଲଗେଇକି ଖାଇପାରିବେ। ବହୁତ ବଢିଆ ଫ୍ରେଣ୍ଡ ଟେଷ୍ଟ ଲାଗୁଥିବ। ନିହାତି ଭାବରେ ଫ୍ରେଣ୍ଡ ୟାକୁ ବନାନ୍ତୁ, ଖାଆନ୍ତୁ, କେମିତି ଲାଗୁଛି ମତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଯଦି ଭଲ ଲାଗୁଛି ଫ୍ରେଣ୍ଡ ଗୋଟେ ଲାଇକ ର ସହିତ ସେୟାର କରିଦିଅନ୍ତୁ ଆପଣ ସେ ସାଙ୍ଗସାଥି ମାନଙ୍କୁ, ଯିଏ ବରା ଖାଇବା ପାଇଁ ଭଲ ପାଆନ୍ତି, କିମ୍ବା ଯିଏ ଢେଙ୍କାନାଳ ବରା ପାଇଁ ବହୁତ ଖୁସି ହୁଅନ୍ତି, କିମ୍ବା ଢେଙ୍କାନାଳିଆ ସାଙ୍ଗକୁ କୁହନ୍ତି ବରା ପଠେଇବାକୁ। ତ ଇଏ ଥିଲା ଫ୍ରେଣ୍ଡ ଆଜିର ମୋର ଏଇ ଛୋଟିଆ ରେସିପି ଟିଏ ବରାର। ମୁଁ ଆଶା କରୁଛି ଫ୍ରେଣ୍ଡ ଆପଣଙ୍କୁ ଭଲ ଲାଗୁଥିବ। ନିହାତି ଭାବରେ ଫ୍ରେଣ୍ଡ ମୋ ଚ୍ୟାନେଲକୁ ଯାଆନ୍ତୁ, ଭିଜିଟ କରନ୍ତୁ, କେମିତି ଲାଗୁଛି ସବୁ ରେସିପି ମତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଗରୁ ବହୁତ ମଧ୍ୟ ମୋ ଚ୍ୟାନେଲରେ ପିଠା ମିଠା ସହିତ ବହୁତ ଭେଜ ନନଭେଜ ଖଟାର ବହୁତ ହି ରେସିପି ପଡିଛି। ବନାନ୍ତୁ, କେମିତି ଲାଗୁଛି କମେଣ୍ଟ ମାଧ୍ୟମରେ ମତେ ଫ୍ରେଣ୍ଡ ଏଇ ଜିନିଷଟି ବି ଜଣାନ୍ତୁ। ତ ପୁଣି ଦେଖାବା ଫ୍ରେଣ୍ଡ ନେକ୍ସଟ ଭିଡିଓରେ, ତା ପାଇଁ ବାଏ ବାଏ ଟାଟା। ପୁଣି କୋଉ